ଆସ ପଢିବା। ଜଗନ୍ନାଥ ସାଙ୍ଗ ମାନେ ଚାଲନ୍ତୁ ଆମେ ପଢିବା କ୍ଲାସ 2 ପାର୍ଟ 1 ଇଂଲିଶ ପାର୍ଟ 1 ଦ ସରସ୍ୱତୀ ଇଂଲିଶ ରିଡର। ଚାଲନ୍ତୁ ଦେଖିବା ଲେସନ 1 କଣ ଦେଇଛି ଦିସ୍ ଆଉ ଦ୍ୟାଟ୍। କୋଉଠି ଦିସ୍ ଲାଗିବ କୋଉଠି ଦ୍ୟାଟ୍ ଲାଗିବ। ଲେସନ 1 ଦିସ୍ ଆଉ ଦ୍ୟାଟ୍। ଦିସ୍ ମାନେ ପାଖରେ, ଦ୍ୟାଟ୍ ମାନେ ଦୂରରେ। ପାଖରେ ଥିବା ଜିନିଷ ପାଖରେ ଲାଗିବ ଦିସ୍, ଦୂରରେ ଥିବା ଜିନିଷ ପାଖରେ ଲାଗିବ ଦ୍ୟାଟ୍। ସାଙ୍ଗମାନେ ଏଇ ରାଇମ୍ସ ର ନାଁ ହଉଛି ପୁଚି। ତ ପଢିବା I love little pussy, her coat is so warm, and if I don't hurt her, she will do me no harm. So I won't pull her tail, nor drive her away, but Pussy and I together will play. I love little Pussy. Pussy, ମୁଁ ଛୋଟ ବିରାଟିକୁ ଭଲ ପାଏ। Her coat is so warm. କୋଟ୍ ର ଅର୍ଥ ଲୋମ, her ର ଉଷୁମ, ତାର ଏହି ଲୋମ ଗୁଡ଼ିକ ବହୁତ ଗରମ। And if I don't hurt her, hurt ମାନେ କଣ? hurt ର ଅର୍ଥ ଆଘାତ, ମୁଁ ତାକୁ ଆଘାତ ବା କଷ୍ଟ ଦେବି ନାହିଁ। She will do me no harm, ସେ ମଧ୍ୟ ମତେ ଆଘାତ ବା କଷ୍ଟ ଦେବ ନାହିଁ। So I won't pull her tail, pull ମାନେ ଟାଣିବା, tail ମାନେ ଲାଞ୍ଜ, ତ ମୁଁ ତା ଲାଞ୍ଜକୁ ଟାଣିବି ନାହିଁ। Nor drive her away, drive ମାନେ ଘଉଡ଼ାଇବା, ନା ମୁଁ ତାକୁ ଘଉଡ଼ାଇବି ନାହିଁ। But Pussy and I together will play, but ମାନେ କିନ୍ତୁ ମୁଁ ଆଉ ବିରାଟି ସାଙ୍ଗ ହୋଇ ଖେଳିବି। Activity 2 1 number showing a pen ଫାଟି ଦିସ୍। ମାନେ ଗୁରୁମା ହାତରେ ଧରିକି ଗୋଟେ ପେନ୍ ଦେଖେଇବେ, କହିବେ ଫାଟି ଦିସ୍, ଆମେ କହିବା this is a pen। 2 number showing a duster ଫାଟି ଡ୍ୟାସ୍, that is a duster। 3 number showing a ball ଫାଟି ଦିସ୍, ଆମେ କହିବା this is a ball। 4 number showing a fan ଫାଟି ଦିସ୍, this is a fan। showing a fan ଫାଟି that, the fan ଟା ଉପରେ ଅଛି ଦୂରରେ, ତ ଦେଇଛନ୍ତି that is a fan। तो activity 4 देखिए, तो ଆମର ଆସିଲା activity 4। this is a pool, pool ର ଅର୍ଥ ଷଣ୍ଢଟି ଅତି ଦୂରରେ, ଅତି ପାଖରେ ଅଛି, ତ this ଲାଗିଲା, ତ ହବ ଏହା ଗୋଟିଏ ଷଣ୍ଢ ଅଟେ। that is a cup, cup is a cup, cup ଟି ଦୂରରେ ଅଛି, ତ that ଲାଗିଲା, ତ ହବ ସେଇଠି ଗୋଟିଏ କପ୍ ଅଟେ। this is a car, ମଟର ଗାଡିଟି ପାଖରେ ଅଛି, ତ this ଲାଗିଲା, ହବ ଏହା ଗୋଟିଏ ମଟର ଗାଡି ଅଟେ। that is a fish, fish ର ଅର୍ଥ ମାଛ, ମାଛଟି ବହୁତ ଦୂରରେ ଅଛି, ତ that ଲାଗିଲା, ହବ ସେଇଠି ଗୋଟିଏ ମାଛ ଅଟେ। this is a glass, glass ଟି ପାଖରେ ଅଛି, ଅତି ପାଖରେ, ତ this ଲାଗିଲା, ହବ ଏହା ଗୋଟିଏ ଗ୍ଲାସ ଅଟେ। that is a house, ଘରଟି ବହୁତ ଦୂରରେ ଅଛି, ତ that ଲାଗିଲା, ସେଇଠି ଗୋଟିଏ ଘର ଅଟେ। this is a jacket, ବିଲୁଆଟି ଅତି ପାଖରେ ଅଛି, ତ this ଲାଗିଲା, ହବ ଏହା ଗୋଟିଏ ବିଲୁଆ ଅଟେ। that is a kettle, କେଟେଲଟି ବହୁତ ଦୂରରେ ଅଛି, ସେଥିପାଇଁ that ଲାଗିଲା, ହବ ସେଇଠି ଗୋଟିଏ ଚାପତ୍ର ଅଟେ। this is a lid, this is a lid, ପତ୍ରଟି ଅତି ପାଖରେ ଅଛି, ତ this ଲାଗିଲା, ଏହା ଗୋଟିଏ ପତ୍ର ଅଟେ। that is a man, man ର ଅର୍ଥ ପୁରୁଷ ଲୋକ, ପୁରୁଷ ଲୋକଟି ବହୁତ ଦୂରରେ ଅଛି, ତ that ଲାଗିଲା, ହବ ସେଇଠି ଗୋଟିଏ ପୁରୁଷ ଲୋକ ଅଟେ। this is a net, ଜାଲ, ଜାଲଟି ବହୁତ ଅତି ପାଖରେ ଅଛି, ତ this ଲାଗିଲା, ହବ ଏହା ଗୋଟିଏ ଜାଲ ଅଟେ। that is a rat, ମୂଷାଟି ବହୁତ ଦୂରରେ ଅଛି, ତ that ଲାଗିଲା, ହବ ସେଇଠି ଗୋଟିଏ ମୂଷା ଅଟେ। this is a snake, ସାପଟି ଅତି ପାଖରେ ଅଛି, ତ this ଲାଗିଲା, ହବ ଏହା ଗୋଟିଏ
ସାପ ଅଟେ। That is a table. ଟେବୁଲଟି ଦୂରରେ ଅଛି ତ that ଲାଗିଲା ହବ ସେଇଠି ଗୋଟିଏ ଟେବୁଲ ଅଟେ। This is a vase. ଫୁଲକୁଣ୍ଡଟି ପାଖରେ ଅଛି ତ this ଲାଗିଲା ହବ ଏହା ଗୋଟିଏ ଫୁଲକୁଣ୍ଡ ଅଟେ। That is a watch. ଘଣ୍ଟାଟି ବହୁତ ଦୂରରେ ଅଛି that ଲାଗିଲା ହବ ସେଇଠି ଗୋଟିଏ ଘଣ୍ଟା ଅଟେ। That is a gas. ଚମड़ी ଗାଈଟି ବହୁତ ଦୂରରେ ଅଛି ତ that ଲାଗିଲା ହବ ସେଇଠି ଗୋଟିଏ ଚମड़ी ଗାଈ ଅଟେ। That is a zebra. ଜେବ୍ରାର ଅର୍ଥ ଚିତାଘୋଡ଼ା। ଚିତାଘୋଡ଼ାଟି ବହୁତ ଦୂରରେ ଅଛି ତ that ଲାଗିଲା ହବ ସେଇଠି ଗୋଟିଏ ଚିତାଘୋଡ଼ା ଅଟେ। वीडियो को लाइक करंतु, चैनल को सब्सक्राइब करंतु, घंटी आइकन को दबांतु।